ତାଙ୍କର ବାଚକ। ତ ଇଏ ସୂତ୍ରରେ ଆମେ ଜାଣିବା, ଆମେ ଗତ ସୂତ୍ରରେ ଜାଣିଥିଲେ ଯେମିତି ପ୍ରଣବ କ'ଣ, ପ୍ରଣବ କାହାକୁ କହନ୍ତି, ଆଜି ହେଉଛି ପ୍ରଣବର ଉଚ୍ଚାରଣ। ପ୍ରଣବର ଉଚ୍ଚାରଣ ବିଷୟରେ ଏଇ ଯେଉଁ ସୂତ୍ରର ଯେଉଁ ଆଲୋଚନାଟା କି ହେଉଛି, ତଜ୍ଜପସ୍ ତଦର୍ଥ ଭାବନ, ଏ ହେଉଛି 28 ନମ୍ବର ସୂତ୍ରର ବିଷୟ ଆଲୋଚନା ଆମେ କରୁଛୁ। ତ ଏଇ ଯେଉଁ ପ୍ରଣବ ଜପ ଆମେ ଆଗରୁ ଯେଉଁ ଜାଣିଥିଲେ ଯେ ଇଏ ହେଉଛୁ ସେଇ ଗୁରୁଙ୍କର, ଯେଉଁ ଗୁରୁମାନେ ତାଙ୍କ ଗୁରୁ ପାଖରୁ ଆଲୋଚନା, ତାଙ୍କ ଗୁରୁ ପାଖରୁ ଶିଖିଥିଲେ ପ୍ରଣବ ଜପ କେମିତି କ'ଣ କ'ଣ କରାଯାଏ, ଏବଂ ନିଜେ ବି ମଧ୍ୟ ପ୍ରଣବ ଜପ କରିଛନ୍ତି। ଆଉ ଯେଉଁ ଗୁରୁମାନେ ସାଧନ କରି, ଯୋଗ ସାଧନ କରି ନିଜର ଆତ୍ମଜ୍ଞାନ ପ୍ରାପ୍ତ ହେଇଛନ୍ତି, ତାଙ୍କରି ଦ୍ୱାରା ହିଁ ପ୍ରଣବ ଠିକ୍ ଭାବରେ ଉଚ୍ଚାରଣ ହୋଇପାରିବ। କାହିଁକି ନା ପ୍ରଣବର ଯେଉଁ ଲକ୍ଷ୍ୟ, ପ୍ରଣବ ଜପର ଯେଉଁ ଲକ୍ଷ୍ୟ ପ୍ରକୃତ ଅର୍ଥରେ, ଯେଉଁଟାକି ଏଇ ଯେଉଁ 28 ନମ୍ବର ସୂତ୍ର ହେଉଛି ତଜ୍ଜପ ତଦର୍ଥ ଭାବନ, ତାହାର ଜପ ଯାହାକି ତାର ଅର୍ଥର ଭାବନା କରିବା ରହିବା ଦରକାର, ଯେଉଁଟାକି ସଦ୍ଗୁରୁଦେବ କରିଛନ୍ତି। ତ ତାର ଅର୍ଥ ହେଉଛି ପ୍ରଣବର ଜପ, ପ୍ରଣବର ଭାବନାରୁ ହିଁ ଜପଟା ସିଦ୍ଧ ହେବ। ଅର୍ଥାତ୍ ପ୍ରଣବର ଜପର ଯେଉଁ ଉଚ୍ଚାରଣ ହେଉଥିବ, ଯେଉଁ ଧ୍ୱନି, ଧ୍ୱନିରେ ମନ ଲଗେଇ ଭାବନା କରିବ, ଆର୍ ମନ ଲଗେଇ ଉଚ୍ଚାରଣ କରିବ। ଆଉ ଭାବନାରେ ରହିବ କ'ଣ ନା ତାହାର ରହିବ ଯାହାର ଉଦ୍ଦେଶ୍ୟ, ଯିଏ ପ୍ରଣବ ପ୍ରକୃତରେ ଯାହାର ଉଦ୍ଦେଶ୍ୟ ପ୍ରଣବ ପରା ହେଉଛି ଓମ୍, ଓମ୍ ଇତି ଏକାକ୍ଷର ବ୍ରହ୍ମ। ଏଇ ବ୍ରହ୍ମର ନାମର ଯେଉଁ ଉଚ୍ଚାରଣ, ସେ ବ୍ରହ୍ମ କିଏ ନା ନିଜର ଆତ୍ମା। ତେଣୁ ସେ ନିଜର ଆତ୍ମାର ଲକ୍ଷ୍ୟ ରଖି ବାରମ୍ବାର ବାରମ୍ବାର ଉଚ୍ଚାରଣ କରାହେଉଥିବ। ତ ସେଇଥିରେ ସଦ୍ଗୁରୁଦେବ କହୁଛନ୍ତି ଯେ ଯେଉଁ ଉଚ୍ଚାରଣରେ, ଯେଉଁ ଜପରେ ମନ ଲାଗିଯିବ, ଆଉ ଖୁସି ଅନୁଭବ ହେବ, ଆନନ୍ଦ ଅନୁଭବ ହେବ, ସେ ହେଉଛି ପ୍ରକୃତ ପ୍ରଣବ ଜପର ଭାବନା, ପ୍ରଣବ ଜପର ଉଚ୍ଚାରଣ, ପ୍ରଣବ ଜପର ସାଧନ। ତ ଏଇ ଯେଉଁ ପ୍ରଣବ ଜପ, ଏଇ ଯେଉଁ ଆମର ଆତ୍ମାର ଜପ, ଯେଉଁଟା ବା ଜୀବର ଜପ ଯେଉଁ ସାଧକ କରୁଛନ୍ତି, ଇଏ ସାଧନ ମାଧ୍ୟମରେ ତାଙ୍କର ଅନୁଭବ ଜ୍ଞାନ ସ୍ତରକୁ ସେ ଆସୁଛି। ଏଇଠି ସଦ୍ଗୁରୁଦେବ କହୁଛନ୍ତି ଯେ ଯେଉଁମାନେ କହୁଛନ୍ତି ଯେ ପ୍ରଣବ ଜପର ବି ମଧ୍ୟ ଉଲ୍ଟା ଉଚ୍ଚାରଣ ଅଲଗା ଭାବରେ ଅନ୍ୟାନ୍ୟ ସଂସ୍ଥାମାନେ ବି କରନ୍ତି, ଯେ ପ୍ରଣବ ଜପ କରୁ କରୁ ଜଣେ ଈଶ୍ୱରକୁ ପାଇଯିବ। ଇଏ ପ୍ରଣବ ଜପ କରୁ କରୁ ଈଶ୍ୱର କଥା ନୁହେଁ, ଈଶ୍ୱରକୁ ପାଇବାର କଥା ନୁହେଁ। ସେଇଟା ହିଁ ହେଉଛି ଭୁଲ ଧାରଣା। ଏହାଦ୍ୱାରା ଇଏ ଭାବନା ନେଇ ଯେଉଁମାନେ ପ୍ରଣବ ଜପ କରିବେ, ତାଙ୍କର ପ୍ରଣବ ବି ମଧ୍ୟ ଠିକ୍ ଭାବରେ ଉଚ୍ଚାରଣ, ଠିକ୍ ଭାବରେ ଠିକ୍ ବିଧିରେ ହେଇପାରିବ ନାହିଁ, ଭାବନା ଭୁଲ ଅଛି। ତେଣୁ ତାହାରି ଭାବନା, ଓମ୍ର ଭାବନା, ନିଜର ଭାବନା, ପ୍ରଣବର ଉଚ୍ଚାରଣ। ଏଇ ପ୍ରଣବ ଉଚ୍ଚାରଣରେ ବି ବହୁତ ସଂସ୍ଥା, ଯେମିତି ମୁଁ କହିଗଲି ଯେ ତାଙ୍କର ଭାବନା ସ୍ତରକୁ ତାଙ୍କର ଭୁଲ ରହୁଛି। ସଦ୍ଗୁରୁଦେବ ଆଉ ଗୋଟେ ପ୍ରକାର ବିଚାର ରଖିଛନ୍ତି, ଯେଉଁଟା ହେଉଛି ଆଧ୍ୟାତ୍ମିକ ସୂର୍ଯ୍ୟଗ୍ରହଣ। ଯେଉଁ ଆମର ଆଧ୍ୟାତ୍ମିକ ବ୍ୟବସ୍ଥା ଯେଉଁ ଅଛି, ଏଇ ଆଧ୍ୟାତ୍ମିକ ବ୍ୟବସ୍ଥା ଭିତରେ ସଦ୍ଗୁରୁଦେବ ତାର ଗୋଟେ ଉଦାହରଣ ସ୍ୱରୂପ ଦେଇଛନ୍ତି, ଯେମିତି ସୂର୍ଯ୍ୟ ଆଉ ପୃଥିବୀ ମଧ୍ୟରେ ଯେତେବେଳେ ଚନ୍ଦ୍ର ଆସିଯାଏ ଗ୍ରହଣ ସମୟରେ, ସେତେବେଳେ ସୂର୍ଯ୍ୟ ଆଉ ଦେଖାଯାଆନ୍ତି ନାହିଁ। ତ ସେତେବେଳେ ସୂର୍ଯ୍ୟଗ୍ରହଣ ବୋଲି କୁହାଯାଏ। ସେମିତି ଏଇ ଆଧ୍ୟାତ୍ମିକ ସୂର୍ଯ୍ୟଗ୍ରହଣ କ'ଣ ନା ଆମର ଯେଉଁ ଆଧ୍ୟାତ୍ମିକ ବ୍ୟବସ୍ଥା, ତ ଆଧ୍ୟାତ୍ମିକର ମାନେ ବି ମଧ୍ୟ ଜାଣିଦେବା ଦରକାର। ଅଧି ଆତ୍ମା ଯୁକ୍ତ ଏକ, ଅର୍ଥାତ୍ ଆତ୍ମ ସମ୍ବନ୍ଧୀୟ ଯେଉଁ ଆଲୋଚନା, ତାହା ହିଁ ହେଉଛି ଆଧ୍ୟାତ୍ମିକ ଆଲୋଚନା। ଆତ୍ମ ସମ୍ବନ୍ଧୀୟ, ଅନ୍ୟମାନେ କ'ଣ ଆଧ୍ୟାତ୍ମିକ କଥା କହିଲେ ବୁଝନ୍ତି, ସେ କଥା ଆମେ ଆଲୋଚନାରେ ରଖୁନୁ।
आत्म सम्बन्धी आलोचनारू आध्यात्मिक कथा आम आणुचु जोटा रही प्रकृत अर्थ भी ठीक से। तो ये जो आध्यात्मिक क्षेत्र रे जे आमर आत्मिक दर्शन आत्मदर्शनटा सहजरे हो पारुनी कहीं लोक मान से उद्देश्य कहते जे संसार रे जमती ग्रहण लगिले सूर्य और पृथ्वी मध्य चंद्र आसीगले सूर्य अच्छी बोलिक जना पड़े ना चारिआडे तमसाच्छन्न अंधकार हो जाए ठीक सेमिति आज आध्यात्मिक जगत प्रकृत आध्यात्मिक ज्ञान से तमसाच्छन्न अंधकार ग्रहण रे अच्छी तार कारण हूँ आमर जो मनरूपी संसार रे मन आउ आत्मा मझिरे ये मजहबी काल्पनिक चिंताधारा दासता गुलामी यही भावना पशि जाइए जहाँकि सहजरे आत्मदर्शन हो पार ना। तेणु ये हूँ आध्यात्मिक सूर्यग्रहण। तो मजहबी चिंताधारा भितरे मतवादी चिंताधारा भितरे जो दासता गुलामी सेवा जो अच्छी सी सेवा जे पर्यंत मन रूपी राज्य न बाहरी से पर्यंत आध्यात्मिक प्रकृत में आमर आत्मदर्शन हो पार ना। मुझे पूर्व आलोचना करी जो मैंने भी कहती जे प्रणव जप करू करू ईश्वर दर्शन हो जाए से तो आहरी बड़ संपूर्ण भूल। आमर ये जो प्रणव जपर जो उद्देश्य प्रणव जप करू करू आम भितर जो दासता भाव जो गोलामी भाव दूरी जीव आउ जोगर जेतिकी बाधक रूढ़े अंतराय गुड़ाक से सब प्रणव जप द्वारा नाश हम। ये हूँ तो तार भावनार तार जो उच्चारण विधि वर्तमान मु आलोचना आनिली तार उच्चारण विधि हूँ जे प्रणव जप प्रणव शब्द रे मन लगे बारंबार बारंबार उच्चारण करवा प्रेमर सहित तो श्रद्धार सहित। तो ये हूँ प्रणव जप द्वारा आमर जोग साधन जो लक्ष्य जो आम मुझे यहाँ पूर्व आलोचना करी खाली मात्र प्रणव जपरे भी मध्य जम नियम पाखु आसन अष्टांग जोगर भी मध्य पालन हो जाए आठ अंग से पालन हो। तो ये हूँ तमती तार उच्चारण विधि विषय आलोचना कली। यार पर सूत्र रे आम आलोचना करूँ जे प्रणव जप द्वारा आमर कौन फल मिले यार पर सूत्र में से आलोचना करूँ। जो मान सब जानापी चाहते तेणु वीडियो को लाइक करूँ सब्सक्राइब कर रखी था। आम जो पुणी नुआ वीडियो प्रथम अपलोड करूँ सर्वप्रथम आप देखिपारे तेणु जिते मुनि भाई भाई अच्छा समस्त को शेयर करूँ। आम आलोचना माध्यम रे महर्षि पतंजलि जो जोगदर्शन शास्त्र जो भाष्य आम करुचु ये निरपेक्ष भाव रे स्वतंत्र भाव रे आमर जो सद्गुरुदेव लिखिं तेणु आपण मैंने जो मैंने आगुरी भी शुणी थे जो जोगदर्शन शास्त्र अष्टांग जोगर भी मत वर्णना अन्न मैंने किंतु तथापि ये आलोचना आ से आलोचना भितर आप तो पार्थक्य देखिए आहारी मन में सब भ्रम आसब ना प्रकृत अर्थ जना पड़ आउ जो मान सब डिटेल्स रे भल से जानिया पई चाहउचंती मैंने मुनि समाज को आसबे सद्गुरु माने मुनि समाज साहित्य अच्छी गुड़ी को पढ़े जानवे।